ରାମ ନାରାୟଣ ରାମ ତାର ଛାଡ଼ି ମଧ୍ୟ ଅନେକ କାମ ଚାଲିଥାଏ, ଯେପରିକି ରେଡ଼ିଓ ଓ ଅନେକ ଅନ୍ୟାନ୍ୟ ଜିନିଷ। ଲୋକେ କହନ୍ତି ସେମାନେ ଉତ୍ତର ଦେଇପାରନ୍ତି ନାହିଁ। ଠିକ୍ ତ ସେମାନେ ଭାବନ୍ତି ଯେ ଆମେ କଷ୍ଟ କରିବାକୁ ଚାହୁଁନାହିଁ, ସେହିପାଇଁ ଯନ୍ତ୍ର ଦ୍ୱାରା କଥା ହୁଏ। ସେମାନେ ପଚାରନ୍ତି ସେମାନେ ତ ବଡ଼ ସାଧୁ ନୁହନ୍ତି କି? ପରେ ସେମାନେ ଭାବନ୍ତି ଯେ ଆମେ ତ କିଛି ନୁହଁ। ସେଠାରେ 30 ମିଲ ଦୂରରେ ବସିଥିବା ଲୋକକୁ ଡାକିଲେ ସେ ଆସିଯାଏ, କିନ୍ତୁ ଏଠାରେ 200 ମିଲ ଦୂରରେ ବସିଥିବା ଲୋକ ଶବ୍ଦ ଶୁଣି ବେଶୀ ସମ୍ଭାବନା ନାହିଁ ଆସିବାର। ଯଦି ଏତେ ଦୂର ଥାଏ ତେବେ 30 ମିଲ ଦୂରରେ ମଧ୍ୟ ଶୁଣିପାରିବ, କାରଣ ଏଠାରେ ଯାହାକୁ ଆସିବାକୁ କହୁଛି ଯଦି ଜୋରରେ କହିବି ତେବେ ଏକ ପ୍ରକାରର ଶକ୍ତି ଉତ୍ପନ୍ନ ହେବ। ସେମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି ଯେ ତାର ବିନା ଏତେ ଦୂର ପର୍ଯ୍ୟନ୍ତ ଶବ୍ଦ ଶୁଣାଯାଉଛି। ମୁଁ ସେମାନଙ୍କୁ କହିଲି, ତୁମେ ଯଦି ମୋ ଘରକୁ ଆସ ତେବେ ତମେ ଆଉ ଅଧିକ ଆଶ୍ଚର୍ଯ୍ୟ ହେବେ। ତୁମେମାନେ ଯେପରି ଭାବେ ପାଥର ଉପରେ ଲେଖିକି ଜିନିଷ ପଠାଉଛ, ଦୂର ଥିବା ବସ୍ତୁଗୁଡ଼ିକୁ ନିକଟକୁ ଆଣୁଛ, ଏହି ଜିନିଷଗୁଡ଼ିକ ସେମାନେ ଭାବିପାରିବେ ନାହିଁ। ସେମାନେ ଛାକ ହେଇ ହସିବାକୁ ଲାଗନ୍ତି। ଏଥିରେ କିଛି ମୂଲ୍ୟ ଅଛି କି? ତୁମେମାନେ ଏହାକୁ ସହଜରେ ପାଇଛ, ସେହିପାଇଁ ଦାମ ଦେବାକୁ ହୁଏନି।